କାହାଣୀ ରକ୍ଷାବନ୍ଧନ। ରକ୍ଷାବନ୍ଧନ ବା ରାକ୍ଷୀ ବନ୍ଧନ ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ ଅଟେ। ରାକ୍ଷୀ ବନ୍ଧନ ପରମ୍ପରା ମହାଭାରତରୁ ହିଁ ସୃଷ୍ଟି ହୋଇଛି। ଥରେ ଭଗବାନ କୃଷ୍ଣଙ୍କର ଆଙ୍ଗୁଠି ଭୁଲରେ କଟିଗଲା। ସମସ୍ତେ ବ୍ୟସ୍ତ ହୋଇ କ'ଣ କରିବେ ବୋଲି ଏପଟ ସେପଟ ହେବାକୁ ଲାଗିଲେ। ମାତ୍ର ଦ୍ରୌପଦୀ କିଛି ଚିନ୍ତା ନ କରି ରକ୍ତର ଧାରକୁ ରୋକିବା ପାଇଁ ନିଜ ଶାଢ଼ୀକୁ ଚିରି କୃଷ୍ଣଙ୍କର ଆଙ୍ଗୁଠିରେ ବାନ୍ଧିଦେଲେ। ଫଳରେ ରକ୍ତ ବୋହିବା ବନ୍ଦ ହୋଇଗଲା। ଏହି କାର୍ଯ୍ୟ ହେତୁ ଦ୍ରୌପଦୀଙ୍କ ଉପରେ ଭଗବାନ ଅତି ପ୍ରସନ୍ନ ହୋଇ କହିଲେ, ମୁଁ ତୁମର ଜୀବନ ସାରା ରକ୍ଷା କରିବି। ଦ୍ରୌପଦୀଙ୍କର ଏହି ଶାଢ଼ୀ ବାନ୍ଧିବା ରାକ୍ଷୀକୁ ହିଁ ବୁଝାଏ। ଭଗବାନଙ୍କର ଏହି ବଚନ ଏକ ଭାଇର ଭଉଣୀକୁ ଦେଇଥିବା ପ୍ରତିଶ୍ରୁତିକୁ ବୁଝାଏ। ଭଗବାନ ଶ୍ରୀକୃଷ୍ଣ ନିଜର କଥା ରକ୍ଷା କରି କୁରୁସଭାରେ ଦ୍ରୌପଦୀଙ୍କର ମାନ ରକ୍ଷା କରିଥିଲେ। ସେବେଠାରୁ ରକ୍ଷାବନ୍ଧନ ପର୍ବ ପାଳନ ହୋଇ ଆସୁଛି। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।